ଆଜ୍ଞା ଗୋଷ୍ଠୀ କନ୍ଦଳରେ ଏବେ କଂଗ୍ରେସ ସହ ପ୍ରତିଦ୍ୱନ୍ଦିତା କରୁଛି ରାଜ୍ୟ ବିଜେପି। ଅତୀତରେ ଆମେ କଂଗ୍ରେସର ଗୋଷ୍ଠୀ କନ୍ଦଳ ଦେଖିଛେ, ଏବେ ଭାରତୀୟ ଜନତା ପାର୍ଟିର ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳୁଛି। ଫରକ ଏତିକି, କଂଗ୍ରେସର ଗୋଷ୍ଠୀ କନ୍ଦଳ ପଦାକୁ ଆସେ, ଗଣମାଧ୍ୟମରେ ସିଧାସଳଖ ଭାବରେ କଂଗ୍ରେସ ନେତାମାନେ ପ୍ରତିକ୍ରିୟା ପ୍ରକାଶ କରନ୍ତି, କିନ୍ତୁ ଭାରତୀୟ ଜନତା ପାର୍ଟିର ନେତାମାନେ ଗଣମାଧ୍ୟମକୁ ଆସନ୍ତି ନାହିଁ। ବାହାରକୁ ଦେଖାନ୍ତି ଯେ ଆମେ ସବୁବେଳେ ଏକାଠି, କିନ୍ତୁ ବାସ୍ତବତା ଆଜ୍ଞା ସେଇଆ ନୁହେଁ, ଯାହାର ନଜିର ଆମେ ବର୍ଷକ ଭିତରେ ପାଇସାରିଛେ। ଅତୀତରେ ଆମେ ବହୁବାର ଆଲୋଚନା କରିଛେ ନା ମୋହନ ସରକାର ଏଯାଏଁ ନିଗମ ଅଧ୍ୟକ୍ଷରେ ନିଯୁକ୍ତି ଦେଇପାରିଲେ, 14 ମାସ ବିତିଗଲାଣି, ନା ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଇପାରିଲା। ହେଇପାରୁନି ମାନେ କିଛି କେଁ ରହିଛି। ଏଇ କେଁଟା ହେଉଛି ଗୋଷ୍ଠୀ କନ୍ଦଳ, ଛକା ପଞ୍ଝା। ଏବେ ରାଜ୍ୟ ବିଜେପିରେ ଆରମ୍ଭ ହୋଇଗଲାଣି ଶୀତଳ ଯୁଦ୍ଧ। କିଛି ବହକାଲିଆ ନେତା ବା କାର୍ଯ୍ୟକର୍ତ୍ତା ଏହାକୁ ଅସ୍ୱୀକାର କରିପାରନ୍ତି, ଗାଲୁ ଭୁରୁଡ଼ି ମାରିପାରନ୍ତି, କିନ୍ତୁ ଭାରତୀୟ ଜନତା ପାର୍ଟିର ଅନେକ ନେତା, ଅନେକ କାର୍ଯ୍ୟକର୍ତ୍ତା ଏହାକୁ ସ୍ୱୀକାର ବି କରନ୍ତି। ଆପଣ ଦେଖନ୍ତୁ, ଯେତେବେଳେ ମନମୋହନ ସାମଲ ପୁଣି ଥରେ ରାଜ୍ୟ ବିଜେପି ସଭାପତି ହେଲେ, ସେତେବେଳେ ଅନୁମାନ କରାଯାଉଥିଲା ଏବେ ମୋହନ ମାଝୀ ଓ ମନମୋହନ ସାମଲ ମିଳିମିଶି ସଂଗଠନ ସରକାରରେ ସମନ୍ୱୟ ରଖି ଠୋସ୍ ନିଷ୍ପତ୍ତି ଗ୍ରହଣ କରିପାରିବେ। କାହିଁକି ନା ଏପଟେ ଆମେ ଚର୍ଚ୍ଚା କରିଦେଲେ, ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କର ପାୱାର ନାହିଁ। ମୁଖ୍ୟମନ୍ତ୍ରୀ ବି କହୁ କହୁ କହିଦେଲେ ଯେ ଯୋଡ଼ାକୁ ଘୋଡ଼ା ସରି ନୁହେଁ। ସେ ଯେଉଁ ଅର୍ଥରେ କହନ୍ତୁ ପଛକେ, ଓଡ଼ିଆରେ ଏମିତି ଗୋଟେ ଢଗଟି ଅଛି, ରୂଢ଼ିଟି ଅଛି, ଯୋଡ଼ାକୁ ଘୋଡ଼ା ସରି ନୁହେଁ। କିନ୍ତୁ ସେତେବେଳେ ଲୋକମାନେ ବୁଝିଲେ ମୋହନ ମାଝୀ ମନମୋହନ ସାମଲ ଏ ଯୋଡ଼ାଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଘୋଡ଼ା ସମାନ ନୁହେଁ ବା ସରି ନୁହେଁ। ଏଇ ଯେଉଁ ବାର୍ତ୍ତା ଯାଇଥିଲା, କିନ୍ତୁ ଏବେ ହେଉଛି କ'ଣ, ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏମାନେ ବୈଠକ ବସି ଏମାନେ ନିଜ ନିଜର ନେତାମାନଙ୍କୁ, ନିଜ ନିଜର ଅନୁଗତମାନଙ୍କୁ କିଭଳି ଦଳୀୟ ସଂଗଠନରେ ଗୁରୁତ୍ୱ ଦେବେ, କିଭଳି ଭାବରେ ସେମାନଙ୍କୁ ନିଗମ ଅଧ୍ୟକ୍ଷ ଦେବେ ବା ସେମାନଙ୍କୁ ପାୱାରଫୁଲ୍ କରାଇବେ, ନିଜର ଅନୁଗତ କୋଟରୀ ସୃଷ୍ଟି କରି ସେମାନଙ୍କୁ କିଭଳି ଭଲ ଭଲ ମନ୍ତ୍ରିମଣ୍ଡଳ ବା ବିଭାଗ ଦିଆଯିବ, ଏ ନେଇକି ବେଶ କସରତ ମଧ୍ୟ ହୋଇଥିଲା। କିନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜିକା ଦିନରେ ଜାତୀୟ ରାଜନୀତିରେ ବି ତାଙ୍କର ଖାତିର ରହିଛି, ତାଙ୍କୁ ଅଣଦେଖା କରାଗଲା। ତେଣୁ ନୀରବରେ ବସି ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ଗୋଟି ଚାଳନା କଲେ। ମୋହନ ମାଝୀ ମନମୋହନ ସାମଲଙ୍କର ଲୋକମାନେ ବା ତାଙ୍କର ଅନୁଗତମାନେ, ତାଙ୍କର ସମର୍ଥକମାନେ କେବଳ ଯେ ରାଜ୍ୟ ବିଜେପିରେ ପଦପଦବୀ ମାଡ଼ିଯିବେ, କେବଳ ଯେ ରାଜ୍ୟ ବିଜେପିରେ ଖାଲି ପଦପଦବୀ ମାଡ଼ି ବସିବେ, ସେମାନେ ନିଗମ ଅଧ୍ୟକ୍ଷ ପାଇବେ, ସେମାନଙ୍କ ଲୋକମାନେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ, ମନ୍ତ୍ରିମଣ୍ଡଳରେ ଭଲ ବିଭାଗ ପାଇବେ, ସେ ଯେଉଁ କ୍ଷମତାର ଲଢ଼େଇ ଚାଲିଛି ସେଥିରେ ରୋକ ଲଗେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏବଂ ସେ ଦେଖେଇ ଦେଇଛନ୍ତି ମୋହନ ମାଝୀ ଓ ମନମୋହନ ସାମଲଙ୍କୁ ଯେ ମୋତେ ଏତେ ହାଲକା ବୋଲି ଭାବନ୍ତୁନି, ଢିଙ୍କିକି କାଠ ବୋଲି ଭାବନ୍ତୁନି, ମୋ ନୀରବତା ମୋର ଦୁର୍ବଳତା ନୁହେଁ। ଯେଉଁଥିପାଇଁ ମନମୋହନ ସାମଲ ଅମିତ ଶାହାଙ୍କ ସାଙ୍ଗରେ ଆଲୋଚନା କଲେ, ଧର୍ମେନ୍ଦ୍ର ପ୍ରଧାନ ବି ଅମିତ ଶାହାଙ୍କ ସହିତ ଆଲୋଚନା କରିଛନ୍ତି। ତାପରେ ଇଏ ଗୋଟେ ବିଚିତ୍ର ଅବସ୍ଥା। এই ବିଜେପି ଅଳିନ୍ଦରେ ବି ପ୍ରଚାର କରାହେଉଛି କ୍ଷମତାଶାଳୀ ଗୋଷ୍ଠୀଙ୍କ ପକ୍ଷରୁ ଯେ ଆଉ ଧର୍ମେନ୍ଦ୍ର ପ୍ରଧାନଙ୍କର ଓଡ଼ିଶା ବିଜେପିରେ ଖାତା ଖତିଆର ନାହିଁ, ତାଙ୍କର ଆଉ ପାୱାର ନାହିଁ। ବାସ୍ତବତା କିନ୍ତୁ ଆଜ୍ଞା ସେୟା ନୁହେଁ। ଧର୍ମେନ୍ଦ୍ର ପ୍ରଧାନ ବେଶୀ ମୁଣ୍ଡ ଖେଳେଇବାକୁ ଚାହୁଁନାହାନ୍ତି। ସେ ଚାହୁଁଛନ୍ତି ଯଦି ଯେଉଁମାନେ ଭାବୁଛନ୍ତି ମୋତେ ସାଇଡ୍ କରି, ମୋତେ ଅଣଦେଖା କରି ସରକାରକୁ ଚଳେଇ ପାରିବେ, ଦଳକୁ ମଜବୁତ କରିପାରିବେ, ସେମାନଙ୍କୁ ସ୍ୱାଗତ। ସେମାନେ ଆଗ କରିକି ଦେଖାନ୍ତୁ ନା। ଦଳକୁ ମଜବୁତ କରିବା ପାଇଁ ହେଲେ, ସରକାରକୁ
ଚଳେଇବା ପାଇଁ ହେଲେ କେତେ कसरत दरकार ए अभिज्ञता आजिका दिन में जिते राज्य बीजेपी नेता अच्छा से धर्मेंद्र प्रधान अधिक अभिज्ञता रही। अमित शाह सांगे रही से कूटनीति शिखी, मोदी सांगे रही से प्रशासन अभिज्ञता साउंडी। आजिका दिन में जदि राज्य बीजेपी तमाम नेता भितर गोटे सर्वे करा जाए जे किए फिट, आपण देखिए से सर्वे धर्मेंद्र प्रधान प्रति अधिक समर्थन मिलिबो, याकू कई अस्वीकार करि परिबेनि। जो लोक 2014 मसीह केंद्र मंत्री होगा पर राज्य बीजेपी को चलचंचल करने पाई श्रम देइछंती, समय देइछंती एवं बीजेपी रे एभली भाव में गोटे चलचंचल होता, बीजेपी गोटे सांगठनिक माने पॉजिटिव विस्फोरण सृष्टि होता, जहाँ नवीन निवास को भी कंपाई देइथिला। 2017 पंचायत निर्वाचन में सारा ओडिशा मध्य तार झलक देखी। से कथा कौन अमित शाह और नरेंद्र मोदी जाना, समस्ते जानी। किंतु गोटे नुआ सरकार आसी, तेणु सरकार गोटे खोला हाथ दवापाई केंद्रीय नेतृत्व माने चिंता करते, तेणु से दायित्व देते मोहन माझी कि सरकार चलाउछंती, मनमोहन सामल कि दल चलाउछंती। किंतु गत वर्षक मध्य आप लक्ष्य करेंगे बीजेपी सांगठनिक उन्नति परिलक्षित होई नहीं। जमी तृणमूल स्तर में दल को मजबूत करवा, निज क्याडर को सशक्त करवा, से दिगरे कौन पदक्षेप नि जाए। आदि सरकार कथा कहवा निहाती भाव आम कहीपर मोहन माझी व्यक्तिगत टीआरपी बढ़ी, व्यक्तिगत लोकप्रियता बढ़ी, किंतु सरकार लोकप्रियता एजाके बढ़ी पारि नहीं। कौन बीजेपी नेता बा कार्यकर्ता मो वीडियो सुनला परे, मो कथा सुनिया परे विरोध करि पारंती, समालोचना करि पारंती, किंतु एइटा ही वास्तवता। 14 मासरे मोहन माझी पास हो जाइछंती, किंतु सरकार एबे भी फेल होइछि बोली कहले भूल हम नहीं। कहीं आजिकल फेलटा 30% रे गणा होनी, 50 एभव। तेणु 50 एभव परफॉर्मेंस दबारे लोक मानक मनरे, जनता मनरे गोटे आस्था विश्वास सृष्टि करिबारे एजाके सरकार सफल होना। किंतु मोहन माझी दिन राति परिश्रम करुछंती, जन अभियोग शुणाणी ना लोक सहित मिशुछंती। तेणु तांकर जो सरल निरीहपण से से मन जिणी पारिछंती, तांकर किछि मात्रा लोकप्रियता बढ़ी। किंतु सरकार तमाम सरकार यदि लोकप्रियता न बढ़िबो ताहले दल भी बढ़ी पारिबोनी। एवं जदि धर्मेंद्र प्रधान बनाम मनमोहन मोहन एभली छक्का पंजा जारी रहिबो ताहले कांग्रेस अतीत जो अवस्था भोगीला राज्य बीजेपी से अवस्था भोगी पारे। किंतु राहुल गांधी, सोनिया गांधी भली नरेंद्र मोदी और अमित शाह बोका नुहंती। से राज्य बीजेपी की मजबूत करने आपण आगामी दिन में देखिए बड़ निष्पत्ति नहीं पारंती। नमस्कार।